ଚଲାପଥର ଦର୍ଶକ ବନ୍ଧୁ ନମସ୍କାର। ଏବେ ଚାରିଆଡ଼େ ଶୀତ, ମାଣ୍ଡିଆ କ୍ଷେତରୁ ମାଣ୍ଡିଆ ଉଠିଗଲାଣି। ଖଳାରେ ଜମା ହେଇଛି ଜୁରି ଯାଇଥିବା ମାଣ୍ଡିଆ। ସାଇଯାକ ଲୋକ ସେହିଠାରେ ବିଶେଷ ଭାବରେ ମା' ମାନେ ଏହି ମାଣ୍ଡିଆ ପିଟା କାମରେ ବ୍ୟସ୍ତ ରୁହନ୍ତି। ଚଲାପଥର ଏହି ଅଧ୍ୟାୟଟିର ଦୃଶ୍ୟଚିତ୍ର ହେଉଛି ବିଷମକଟକ ବ୍ଲକର ବଣ୍ଡେଇଗୁଡ଼ା ଗାଁ ଆରମ୍ଭରେ ପଥର ଚଟାଣ ଖଳା। ଗାଁଟା ଯାକର ଲୋକ ଏହି ଜାଗାଟିକୁ ଖଳା ରୂପେ ବ୍ୟବହାର କରନ୍ତି। ମାଣ୍ଡିଆ ଅମଳ ହୁଏ ଏବଂ ଆମେମାନେ ଉପକୂଳ ଅଞ୍ଚଳରେ ଦେଖିଥିବେ ଯିଏ ଯାହାର ଧାନ ଅମଳ କରନ୍ତି। କିନ୍ତୁ এই ବଣ୍ଡେଇଗୁଡ଼ା ଗାଁ ବା ଅନ୍ୟ କୁଇ ଆଦିବାସୀ ଗାଁର ସମସ୍ତେ ମହିଳା ଆଜି ଧର ଆମର ମାଣ୍ଡିଆ କୁଟିବାର ଅଛି ବା ପିଟିବାର ଅଛି, ଗାଁର ଅନ୍ୟ ମା' ମାନେ ଜୁଟିଯିବେ। ଆମ ଘର ମାଣ୍ଡିଆ ତକ ଅମଳ ହେଲା ପର୍ଯ୍ୟନ୍ତ ସମସ୍ତେ କାମ କରିବେ, ପୁଣି ନିଜ ଶ୍ରମ ଆଉ ଜଣେ ପଡ଼ିଶା ଘରକୁ ଦେବେ। ଏଇଭଳି ଯେତେ ଜଣ ମେଳ ବାନ୍ଧିଥିବେ ସମସ୍ତଙ୍କ ମାଣ୍ଡିଆ ପିଟାରେ ସମସ୍ତେ ଭାଗିଦାର ହୁଅନ୍ତି। କାମ ସଅଳ ଉଠେ। ଆପଣମାନେ ଏପରି ଦୃଶ୍ୟଚିତ୍ର ଆଉ କୌଣସି ଜାଗାରେ ପ୍ରାୟତଃ ଦେଖିନଥିବେ। ଶୀତ ଜୋରରେ ପଡ଼ିଲାଣି। ବଣ୍ଡେଇଗୁଡ଼ା ଗାଁ, ଖରା ଦେହକୁ ଏତେ କାଟୁନାହିଁ। ମା' ମାନେ ନିଜକୁ ଏଇ ଯେଉଁ ମାଣ୍ଡିଆ ଏପଟରେ ଦେଖନ୍ତୁ ପିଟା ଚାଲିଛି, ଆଉ ଗୋଟେ ପଟରେ ଝଡ଼ା ହେଉଛି, କୁଲାରେ ଉଡ଼ା ଚାଲିଛି। ଧାନ ଯେମିତି ଉଡ଼ାଯାଏ ମାଣ୍ଡିଆ ମଧ୍ୟ ସେଇଭଳିଆ ଉଡ଼ାଯାଏ। ପାଛଡ଼ା ଯାଉଥିବ, ଉଡ଼ା ଯାଉଥିବ, ତାପରେ ବର୍ଷକ ଯାଏଁ ଏହାକୁ ରଖି ଦିଆଯାଉଥିବ। କାରଣ କୁଇ ଆଦିବାସୀ ଭାଇ ଭଉଣୀମାନଙ୍କର ବା ପରିବାରରେ ମାଣ୍ଡିଆ ହେଉଛି ଗୋଟିଏ ମୁଖ୍ୟ ଖାଦ୍ୟ। ମାଣ୍ଡିଆକୁ ବାଦ ଦେଇ ପରିବାରର କୁଇ ଆଦିବାସୀ ଜନସମାଜର ଖାଦ୍ୟ ଚିତ୍ରକୁ ଦେଖି ହୁଏ ନାହିଁ। ଆସନ୍ତୁ ଦେଖିବା ଚଲାପଥର ଏହି ଅଧ୍ୟାୟରେ ବଣ୍ଡେଇଗୁଡ଼ା ଗାଁ ଶୀତ ଦିନରେ ମାଣ୍ଡିଆ ଅମଳ କିପରି ହେଉଛି।